ଶନି ଏବଂ ଶୁକ୍ର ଉଭୟ ଶକ୍ତିଶାଳୀ ଗ୍ରହ ବହୁ ବର୍ଷ ପରେ 2026ରେ ଏକ ସଂଯୋଗ ସୃଷ୍ଟି କରିବେ, ଅର୍ଥାତ୍ ସେମାନେ ଗୋଟିଏ ରାଶିରେ ରହିବେ। ଗ୍ରୀକ୍ ପଞ୍ଚାଙ୍ଗ ଅନୁସାରେ କର୍ମ, ନ୍ୟାୟ, ରୋଗ ଏବଂ ଶୃଙ୍ଖଳାର ଗ୍ରହ ଶନି 29 ମାର୍ଚ୍ଚ 2025 ଠାରୁ ମୀନ ରାଶିରେ ଅଛନ୍ତି ଏବଂ 3 ଜୁନ୍ 2027 ପର୍ଯ୍ୟନ୍ତ ସେଠାରେ ରହିବେ। ଏହି ସମୟରେ 2 ମାର୍ଚ୍ଚ 2026ରେ ପ୍ରେମ, ବିଳାସ, ଖୁସି, ବାଣୀ ଏବଂ ସ୍ନେହର ଗ୍ରହ ଶୁକ୍ର ମୀନ ରାଶିରେ ପ୍ରବେଶ କରିବେ। ଏ ପରିବର୍ତ୍ତନ ପ୍ରାୟ 5ଟା ସମୟରେ ଘଟିବ, ଯାହା ମୀନ ରାଶିରେ ଶୁକ୍ର ଶନି ସଂଯୋଗ ସୃଷ୍ଟି କରିବ। ଏହି ସଂଯୋଗ 26 ମାର୍ଚ୍ଚ 2026 ପର୍ଯ୍ୟନ୍ତ 12ଟି ରାଶି ଉପରେ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା କେଉଁ 3ଟି ଭାଗ୍ୟମାନ ରାଶି ପାଇଁ 2026ର ତୃତୀୟ ମାସ ମାର୍ଚ୍ଚ ଶନି ଶୁକ୍ର ସଂଯୋଗ ସକାରାତ୍ମକ ପ୍ରଭାବ ସହିତ ଆଶୀର୍ବାଦ ପ୍ରାପ୍ତ ହେବେ। କର୍କଟ ରାଶି 2026ରେ ଶୁକ୍ର ଶନି ସଂଯୋଗ କର୍କଟ ରାଶି ପାଇଁ ଲାଭଦାୟକ ହେବ। ଯଦି ଆପଣ ଆପଣଙ୍କର ଆୟ ବୃଦ୍ଧି ପାଇଁ ପ୍ରୟାସ କରନ୍ତି, ତେବେ ମାର୍ଚ୍ଚ ମାସରେ ଆପଣ ନିଶ୍ଚିତ ଭାବରେ ସକାରାତ୍ମକ ଫଳାଫଳ ପାଇବେ। ପିତାମାତା ଆପଣଙ୍କ ପିଲାର ଉନ୍ନତିରେ ସନ୍ତୁଷ୍ଟ ହେବେ। ଘରର ପରିବେଶ ବିଷୟରେ ଆପଣ ଚିନ୍ତାରୁ ମୁକ୍ତ ରହିବେ। ଚାକିରି କରୁଥିବା ଲୋକମାନେ କାର୍ଯ୍ୟରେ ବୃଦ୍ଧି ପାଇଥିବା ପ୍ରତିଷ୍ଠା ଅନୁଭବ କରିବେ ଏବଂ ସେମାନଙ୍କ ମତାମତକୁ ମୂଲ୍ୟ ଦିଆଯିବ। ଧନୁ ରାଶି କର୍କଟ ରାଶିରେ ଲୋକଙ୍କ ପାଇଁ ଶୁକ୍ର ଶନି ସଂଯୋଗ ଲାଭଦାୟକ ହେବ। ନୂତନ ଆୟ ଉତ୍ସ ସୃଷ୍ଟି ହେବ ଦ୍ୱାରା କର୍ମଜୀବୀ ବ୍ୟକ୍ତିମାନଙ୍କୁ ମାନସିକ ଶକ୍ତି ମିଳିବ। ପୁରୁଣା ବଦଳରେ ନୂତନ ନିବେଶ ଉପରେ ଧ୍ୟାନ ଦେବେ। ଦ୍ୱାରା ଭଲ ଲାଭ ମିଳିବାର ସମ୍ଭାବନା ଅଛି। ଏହା ବ୍ୟତୀତ ପାରିବାରିକ ଜୀବନ ସୁସଙ୍ଗତ ରହିବ। ଆପଣ ପୂର୍ଣ୍ଣ ଅପେକ୍ଷା ପ୍ରିୟଜନଙ୍କ ସହିତ ଅଧିକ ସମୟ ବିତାଇବେ। ନୂତନ ଚାକିରି ପାଇଁ ଆପଣଙ୍କର ସନ୍ଧାନ ମାର୍ଚ୍ଚ 2026ର ତୃତୀୟ ମାସରେ ସମାପ୍ତ ହୋଇପାରିବେ। ମୀନ ରାଶି କର୍କଟ ଏବଂ ଧନୁ ବ୍ୟତୀତ ମୀନ ମଧ୍ୟ 2026ର ତୃତୀୟ ମାସରେ ଶୁକ୍ର ଶନି ସଂଯୋଗରୁ ଲାଭ ପାଇବେ। ଚାକିରି କରୁଥିବା ବ୍ୟକ୍ତିମାନେ କ୍ୟାରିୟର ଉନ୍ନତି ପାଇଁ ଅନେକ ସୁଯୋଗ ପାଇବେ। ବ୍ୟବସାୟୀମାନେ ଏକ ଦୃଢ଼ ସାମାଜିକ ପ୍ରତିଷ୍ଠା ଲାଭ କରିବେ। ଏହା ସହିତ ଆପଣଙ୍କ କଥା ମଧୁର ହେବ, ଯାହା ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିବ। ଯେଉଁମାନେ 2026 ଆରମ୍ଭରୁ ଅସୁସ୍ଥ ଅନୁଭବ କରୁଛନ୍ତି, ସେମାନେ କିଛିଟା ଅସ୍ୱସ୍ତି ଅନୁଭବ କରିବେ। ତେଣୁ ଦର୍ଶକ ବନ୍ଧୁ, ଏଇଟା ଆମର 3ଟି ମୁଖ୍ୟ ରାଶିର କାରଣ ଥିଲା। ଏବଂ ଅନ୍ୟ ରାଶିମାନଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ କମେଣ୍ଟ ମାଧ୍ୟମରେ ମତାମତ ଦେବାକୁ ଭୁଲିବେନି।